गोष्ठेमं स्वजनं कृष्ण जुजुश्चु समुपस्थितं सीदन्ति मम गात्राणि मुख च परिशुत्यसि वेपथुश्च शरीरे मे रोमहर्षक जायते गाण्डीवं सहर्षे हस्ताकृतचैव परिद्यतते न च शक्मो व्यवस्थान्तु भ्रमतीव च मे मनः। अर्जुन कहले, हे कृष्ण, ଏହି ଯୁଦ୍ଧକୁ କୁଟୁମ୍ବମାନଙ୍କୁ ନିଜ ସମ୍ମୁଖରେ ଉପସ୍ଥିତ ହୋଇଥିବାର ଦେଖି ମୋର ଅଙ୍ଗଗୁଡ଼ିକ ଶିଥିଳ ହୋଇଯାଉଛି, ପାଟି ଶୁଖି ଯାଉଛି, ଶରୀର କମ୍ପି ଉଠୁଛି ଓ ରୋମ ଟାଙ୍କୁରି ଉଠୁଛି। ହାତରୁ ଗାଣ୍ଡିବ ଧନୁ ଖସି ପଡ଼ୁଛି ଏବଂ ଚର୍ମ ମଧ୍ୟ ଦହ୍ୟମାନ ହେଉଛି। ମୋ ମନ ଭ୍ରମିତ ହେଲା ପରି ଲାଗୁଛି ଏବଂ ମୁଁ ଠିଆ ହୋଇ ରହିବାକୁ ମଧ୍ୟ ଅସମର୍ଥ ହୋଇପଡ଼ୁଛି। କୃଷ୍ଣ ନାମଟି ଅର୍ଜୁନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଥିଲା। ଏହି ସମ୍ବୋଧନ ଗୀତାରେ 9 ଥର ବ୍ୟବହୃତ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଅନ୍ୟ କୌଣସି ସମ୍ବୋଧନ ଏତେ ଥର ବ୍ୟବହୃତ ହୋଇନାହିଁ। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନଙ୍କର ପାର୍ଥ ନାମଟି ବହୁତ ଭଲ ଲାଗୁଥିଲା। ସେଥିପାଇଁ ଭଗବାନ ଓ ଅର୍ଜୁନ ପରସ୍ପର କଥା ହେଲାବେଳେ ଏହି ନାମ ଧରି ଡକାଡକି ହେଉଥିଲେ ଏବଂ ଏକଥା ଲୋକରେ ମଧ୍ୟ ପ୍ରସିଦ୍ଧ ଥିଲା। ଏହି ଦୃଷ୍ଟିରୁ ସଞ୍ଜୟ ଗୀତା ଶେଷରେ କୃଷ୍ଣ ଓ ପାର୍ଥ ନାମ ଉଲ୍ଲେଖ କରିଛନ୍ତି। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର। ଧୃତରାଷ୍ଟ୍ର ପ୍ରଥମେ ସମବେତା ଯୁଯୁତ୍ସବ କହିଲେ ଏବଂ ଏଠାରେ ଅର୍ଜୁନ ମଧ୍ୟ ଯୁଯୁତ୍ସୁ ସମୁପସ୍ଥିତମ୍ କହିଛନ୍ତି। କିନ୍ତୁ ଏ ଦୁହିଁଙ୍କର ଦୃଷ୍ଟିକୋଣରେ ବହୁତ ପାର୍ଥକ୍ୟ ରହିଛି। ଧୃତରାଷ୍ଟ୍ରଙ୍କର ଦୃଷ୍ଟିରେ ଦୁର୍ଯ୍ୟୋଧନ ପ୍ରଭୃତି ମୋର ପୁତ୍ର ଏବଂ ଯୁଧିଷ୍ଠିର ପ୍ରଭୃତି ପାଣ୍ଡୁଙ୍କ ପୁତ୍ର ଏହିପରି ଭେଦଭାବ ଥିବାରୁ ସେଠାରେ ସେ ମାମକାହ ଓ ପାଣ୍ଡବାହା କହିଛନ୍ତି। ମାତ୍ର ଅର୍ଜୁନ ଦୃଷ୍ଟିରେ ଏପରି ଭେଦଭାବ ନଥିବାରୁ ସେ ଏଠାରେ ସ୍ୱଜନମ୍ କହିଛନ୍ତି, ଯାହାକି ଉଭୟ ପକ୍ଷର ଲୋକଙ୍କୁ ବୁଝାଏ। ଧୃତରାଷ୍ଟ୍ର ତ ଯୁଦ୍ଧରେ ନିଜ ପୁତ୍ରମାନଙ୍କ ମୃତ୍ୟୁ ଆଶଙ୍କା ଜନିତ ଭୟ ଓ ଶୋକ ଥିଲା, କିନ୍ତୁ ଅର୍ଜୁନଙ୍କର ଉଭୟ ପକ୍ଷରେ କୁଟୁମ୍ବମାନଙ୍କ ମୃତ୍ୟୁ ଆଶଙ୍କାରେ ଶୋକ ହେଉଥିଲେ। ସେ ଭାବୁଥିଲେ ଯେ କୌଣସି ପକ୍ଷରେ ଯେ କେହି ହୁଅନ୍ତୁ ନା କାହିଁକି, ସେ ଆମର ହିଁ କୁଟୁମ୍ବ। ଏ ପର୍ଯ୍ୟନ୍ତ ଦୃଷ୍ଟା ପଦ 3 ଥର ବ୍ୟବହୃତ ହୋଇଛି। ଦୃଷ୍ଟା ତୁ ପାଣ୍ଡମାକମ୍ ବ୍ୟବସ୍ଥିତତଂ ଦୃଷ୍ଟା ଧାତ୍ରରାଷ୍ଟ୍ରାଣଂ ଏବଂ ଏଠାରେ ଦୃଷ୍ଟେମ ସ୍ୱଜନମ୍। ଏହି 3ଟିର ତାତ୍ପର୍ଯ୍ୟ ହେଲା ଯୁଧିଷ୍ଠିରଙ୍କର ଦେଖିବା ତ ଏକ ପ୍ରକାର, ଅର୍ଥାତ୍ ତାଙ୍କର କେବଳ ଯୁଦ୍ଧ କରିବାର ଭାବନା ଥିଲା, କିନ୍ତୁ ଅର୍ଜୁନଙ୍କର ଦେଖିବା 2 ପ୍ରକାର ଥିଲା। ପ୍ରଥମେ ଅର୍ଜୁନ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ଦେଖି ବୀରତ୍ୱ ସହକାରେ ଯୁଦ୍ଧ ପାଇଁ ଧନୁ ଉଠାଇ ଠିଆ ହୋଇଗଲେ ଏବଂ ଏବେ ସ୍ୱଜନମାନଙ୍କୁ ଦେଖି କାତର ହେଉଛନ୍ତି, ଯୁଦ୍ଧରୁ ଉପରତ ହେଉଛନ୍ତି ଏବଂ ତାଙ୍କ ହାତରୁ ଧନୁ ଖସି ପଡ଼ୁଛି। ସିଦ୍ଧାନ୍ତି ମମ ଗାୟତ୍ରୀଣୀ ଭରତମ ଚ ମେ ମମଃ। ଅର୍ଜୁନଙ୍କ ମନରେ ଯୁଦ୍ଧର ଭାବି ପରିମାଣକୁ ନେଇ ଚିନ୍ତା ଓ ଦୁଃଖ ହେଉଛି। ସେହି ଚିନ୍ତା ଓ ଦୁଃଖର ପ୍ରଭାବ ଅର୍ଜୁନଙ୍କ ସମଗ୍ର ଶରୀର ଉପରେ ପଡ଼ୁଛି। ସେହି ପ୍ରଭାବକୁ ସ୍ପଷ୍ଟ କରି ଅର୍ଜୁନ କହୁଛନ୍ତି ଯେ ମୋର ହାତ, ପାଦ, ପାଟି ଆଦି ପ୍ରତ୍ୟେକ ଅଙ୍ଗ ଶିଥିଳ ହୋଇପଡ଼ୁଛି, ପାଟି ଶୁଖି ଯାଉଛି, ଫଳରେ କଥା କହିବାରେ ମଧ୍ୟ କଷ୍ଟ ହେଉଛି। ସାରା ଶରୀର ଥର ଥର ହୋଇ କମ୍ପି ଉଠୁଛି, ଶରୀର ସମସ୍ତ ରୋମ ଟାଙ୍କୁରି ଉଠୁଛି। ଯେଉଁ ଗାଣ୍ଡିବ ଧନୁର ଗୁଣ ଟଙ୍କାରରେ ଶତ୍ରୁମାନେ ଭୟଭୀତ ହୋଇ ଯାଉଥିଲେ, ତାହା ଆଜି ମୋ ହାତରୁ ଖସି ପଡ଼ୁଛି। ଚର୍ମ ଅର୍ଥାତ୍ ସାରା ଶରୀର ପୋଡ଼ଜଳା ହେଉଛି। ମୋର ମନ ଭ୍ରମିତ ହେଉଛି, ଅର୍ଥାତ୍ ମୋ ପକ୍ଷେ କ'ଣ କରିବା ଉଚିତ ତାହା ମୋତେ ଜଣାପଡ଼ୁନାହିଁ। ଯୁଦ୍ଧଭୂମିରେ ରଥରେ ଠିଆ ହେବାକୁ ମଧ୍ୟ ମୁଁ ଅସମର୍ଥ ମନେ କରୁଛି। ମୋତେ ଲାଗୁଛି ଯେପରି ମୁଁ ମୂର୍ଚ୍ଛିତ ହୋଇ ପଡ଼ିଯିବି। ଏପରି ଅନର୍ଥକାରକ ଯୁଦ୍ଧରେ ଠିଆ ହୋଇ ରହିବା ମଧ୍ୟ ଏ ପ୍ରକାର ପାପ ମନେ ହେଉଛି।